वंदे मातरम पिला माने आज मु मोर अष्टम श्रेणी पिला मानकु ओडिया क्लास को स्वागत जनाऊँ। पिला माने आमे तो गत पीरियड रे शिक्षा दीक्षा कविताटी आरंभ करथिले, तार सारांश कथा जानले, ता सहित गणकवि वैष्णव पाणी को विषय रे जानिथिले। आज आमर कविताटी बुझिबा। कविताटी आमे से दिन तो पाठ करथिले, तापर आज गोटे गोटे पद पढ़िबा आउ ताकू बुझिबा। शिक्षा कर पितृभक्ति, दीक्षा कर यही नीति, भिक्षा कर पछे सत्य बाट न छाड़। शिक्षा कर पितृभक्ति, दीक्षा कर यही नीति। गणकवि वैष्णव पाणी लिखुचंती रामायण राम वनवास विषय गोटे जो कविताटी आमर आसीची, सेठी जो चरित्र गुड़ाक आम कवितारे स्थान देइचंती, सेई चरित्र गुड़ाकर गुण इठी बखाणीचंती। सेयाकू शिखिबाकू आम मानकू आह्वान करचंती, समाज को आह्वान करचंती, कहउचंती शिक्षा कर पितृभक्ति, दीक्षा कर यही नीति। श्रीराम को ठारू मर्यादा पुरुष श्रीरामचंद्र को ठारू एई पितृभक्ति विषय रे शिक्षा करिवा पई समाज को से लिखुचंती। आउ कौन करुचंती? दीक्षा कर यही नीति। दीक्षा कहले दृढ़ संकल्प कर, जोटा संकल्प सेई संकल्प कर। कौन पे संकल्प कर? भिक्षा कर पछे सत्य बाट न छाड़। भिक्षा मागी जीवन बीता पछे, किंतु सत्य पथरु केबे ओहर ना। वर्तमान समाज को देखी से कविताटी लिखिचंती किभली समाज वर्तमान चलीची, सेया को भूली जाई से अतीतर सेई त्रेतया जुगर कथा को इठी लेखिकिरी कहउचंती शिक्षा कर पितृभक्ति, दीक्षा कर यही नीति, भिक्षा कर पछे सत्य बाट न छाड़। यदि दरकार पड़ुची जीवन निर्वाह पाई, ताले भिक्षावृत्ति की पछे के ग्रहण करि जा, किंतु सत्य पथरु ओहरनी। एई कथा समाज को कहिबा को जाई से कहउचंती श्रीरामचंद्र जे भली पितृभक्ति पितार सत्य पालन पाई 14 वर्ष वनवास करथिले, सेई भली जिए जेते कहिले से तांको संकल्परु ओहरी नथिले, सेई पितांक सत्य रक्षा करिया पाई निजे वनचारी हेतिले, सेई भली समाज आजी सत्य रक्षा पाई निजर सबू किछि की त्याग करू पछे, किंतु सत्य पथरे चालू। भाई रे स्नेह केमंते देखिल कह, वृथा अहंकारे नरे आउ न पड़। कहउचंती भाई रे स्नेह केमते देखिल कह, वृथा अहंकारे नरे आउ न पड़। देखिल तो एई रामायण कथारे
ରାମ ବନବାସ ଯାଉଛନ୍ତି, କିନ୍ତୁ ଭାଇ ତା ପାଇଁ କ'ଣ କରିପାରେ ସେଇ କଥା ସେ କହିବାକୁ ଯାଇକିରି କହୁଛନ୍ତି, ଭାଇରେ ଭାଇରେ ସ୍ନେହ କେମତେ ଦେଖିଲ କହ, ବୃଥା ଅହଙ୍କାରେ ନରେ ଆଉ ନ ପଡ଼। ହେ ନରେ କହିଲେ ହେ ମନୁଷ୍ୟମାନେ, କହୁଛନ୍ତି ହେ ମନୁଷ୍ୟମାନେ, ଏଇ ଅହଙ୍କାର, ଏଇ ଯୋଉ ଆତ୍ମବଡ଼ିମା, ଏଇ ଯୋଉ ଗର୍ବ, ଆକୁ ତମେ ଛାଡ଼ି ଦିଅ। କ'ଣ କର? ଏଇ ଅହଙ୍କାର ଆତ୍ମବଡ଼ିମାକୁ ସବୁ ଛାଡ଼ି, ଗର୍ବ ଆତ୍ମବଡ଼ିମା ଏଇଗୁଡ଼ାକୁ ତମେ ପରିତ୍ୟାଗ କରି ସ୍ନେହ ମମତାରେ ବଞ୍ଚ। ଯାହା ତ୍ରେତୟା ଯୁଗରେ ଚାଲିଥିଲା, ଶ୍ରୀରାମଙ୍କ ପାଇଁ ଜଣେ ଭାଇ ଶ୍ରୀରାମଙ୍କ ସାଙ୍ଗରେ ବନବାସ କରୁଛନ୍ତି, ଆଉ ଜଣେ ଭାଇ ରାଜଗାଦି ପାଇଲେ ବି ସେ ରାଜଗାଦିକୁ ତୁଚ୍ଛ ମଣି ଭାଇକି ଫେରେଇବାକୁ ଯାଇ ଭାଇର ପାଦୁକାକୁ ରଖି ସେ ରାଜ୍ୟ ଶାସନ କରୁଛନ୍ତି ଭାଇର କଥା ମାନିକିରି। ସୀତା ଠାରୁ ପତିବ୍ରତା ଶିକ୍ଷା କର ଏହି କଥା, ଶିଖାଇ ମହିଳା ଗଣେ ସୁଯଶ ଲୋଡ଼। ପୁଣି ଆଉ କହୁଛନ୍ତି, ସୀତା ଠାରୁ ପତିବ୍ରତା ଶିକ୍ଷା କର ଏହି କଥା। ହେ ନାରୀ ସମାଜ, ହେ ମହିଳା ଗଣେ ଯୋଉ କହୁଛନ୍ତି, ହେ ନାରୀ ମାନେ ସୀତା ଦେବୀଙ୍କ ଠାରୁ ପତିବ୍ରତା ଶିଖ। ସୀତା ହେଉଛନ୍ତି ରାଜକୁମାରୀ, ରାଜପୁତ୍ର ବଧୂ, କିନ୍ତୁ ତାଙ୍କ ପାଇଁ ସତ୍ୟ ନଥିଲା ସେ ବନବାସ ଯିବା ପାଇଁ। କିନ୍ତୁ ସେ ବନବାସ ଯାଉଛନ୍ତି କାହିଁକି ନା, ପତି ଯଦି ଭିକ୍ଷାବୃତ୍ତିରେ ବଞ୍ଚୁଛି ତାହେଲେ ସ୍ତ୍ରୀ ବି ସେଇ ଭିକ୍ଷାବୃତ୍ତିରେ ବଞ୍ଚିବ। ଯେହେତୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ବନଗମନ କରୁଛନ୍ତି, ତେଣୁ ସିଏ ସେଇଆକୁ ଶ୍ରୀରାମକୁ ଅନୁସରଣ କରି ସେ ବନଚାରିଣୀ ସାଜିଛନ୍ତି। ରାଜର ପୋଷାକ ପରିତ୍ୟାଗ କରି ସନ୍ନ୍ୟାସିନୀ ପୋଷାକ ଧାରଣ କରି ସେ ବନଗମନ କରୁଛନ୍ତି ଶ୍ରୀରାମଙ୍କ ସହିତ। କାହିଁକି ନା ଶ୍ରୀରାମଙ୍କର ଥିଲା ସେ 14 ବର୍ଷ ବନବାସ ଯିବେ, କିନ୍ତୁ ରାଜ ପୋଷାକରେ ନୁହେଁ, ବନଚାରୀ ହେଇକିରି ସେଇ ଯୋଉ ପୋଷାକ ସେ ପିନ୍ଧିଛନ୍ତି, ତେଣୁ ସେଇ ପୋଷାକକୁ ସୀତା ଦେବୀ ବି ଗ୍ରହଣ କରିନେଇଛନ୍ତି। ଶ୍ୱଶୁରାୟରେ ରହିନାହାନ୍ତି କି ପିତୃଗୃହକୁ ପ୍ରତ୍ୟାଗମନ କରିନାହାନ୍ତି, ସ୍ୱାମୀଙ୍କ ସାଙ୍ଗରେ ବନକୁ ଗମନ କରିଛନ୍ତି। ସେଇ କଥା କହୁଛନ୍ତି, ଏଇ ହେ ନାରୀ ସମାଜ, ସୀତା ଦେବୀଙ୍କ ଠାରୁ ପତିବ୍ରତା ଶିଖ। ସେଇଆକୁ ତୁମର ଯଶ ଆଉ କୀର୍ତ୍ତି ବୋଲି ତମେ ଧରିନିଅ। ପୁତ୍ରେ ପିତା ସ୍ନେହ କେଡ଼େ, ପୁତ୍ର ବିନେ ପ୍ରାଣ ଛାଡ଼େ, ଭାଙ୍ଗିକେ ପାରିବ ଗୁଢ଼ ସ୍ନେହର ବାଡ଼। ପୁତ୍ରେ ପିତା ସ୍ନେହ କେଡ଼େ, ପିତା ପୁତ୍ରଙ୍କର ଯୋଉ ସ୍ନେହ, ଯୋଉ ମମତା, ତାର ଡୋର ଏତେ ମଜବୁତ, ତାକୁ କେହି କାଟି ପାରିବେନି। ତାର ଉଦାହରଣ ହେଉଛନ୍ତି, ଯେତେବେଳେ ରାମଚନ୍ଦ୍ର ବନଗମନ କରିଛନ୍ତି, ଦଶରଥ ହା ରାମ କହି ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଛି। ତେଣୁ ପୁତ୍ର ବିହୁନେ ପିତାର କୌଣସି ମୂଲ୍ୟ ନାହିଁ, ସେଇ କଥା ଦଶରଥ ଦେଖେଇ ଦେଇ ଯାଇଛନ୍ତି। ପୁତ୍ର ଚାଲିଯିବାରୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଛି, ସେଇ କଥା କହିଛି। ପୁତ୍ରେ ପିତା ସ୍ନେହ କେଡ଼େ, ପୁତ୍ର ବିନେ ପ୍ରାଣ ଛାଡ଼େ। ପୁତ୍ରକୁ ଯଦି କିଏ ନୟନ, ସେ ନୟନ ପିତୁଳା, ତେଣୁ ନୟନରେ
ପୁତ୍ରର ମୁଖ ନ ଦେଖିଲେ ପିତାର ପ୍ରାଣ ଉଠି ଉଡ଼ି ଯାଇଛି। ଭାଙ୍ଗିକେ ପାରିବ ଗୁଢ଼ ସ୍ନେହର ବାଡ଼। ଯେଉଁ ପିତା ପୁତ୍ରଙ୍କର ଯେଉଁ ଗୁଢ଼, ଯେଉଁ ଗୁପ୍ତ, ଯେଉଁ ରହସ୍ୟପୂର୍ଣ୍ଣ ସମ୍ପର୍କ, ତାକୁ କେହି ଭାଙ୍ଗି ପାରିବେ ନାହିଁ। ସେ ଯାହାକୁ ଯେତେ ଯିଏ ଯୋଉଠି ଥିଲେ ବି ପିତା ପୁତ୍ରଙ୍କୁ କେହି ଅଲଗା କରିପାରନ୍ତିନି। ସେଇଭଳି ଶ୍ରୀରାମଙ୍କ ପାଖରେ ଆଉ ରାଜା ଦଶରଥଙ୍କ ପାଖରେ ଦେଖିବାକୁ ମିଳିଛି। ଦେବତା ହୋଇଲେ ସୁଦ୍ଧା ନଛାଡ଼ଇ ବିଘ୍ନ ବାଧା, ଯେତେ ସାବଧାନେ ଗଲେ ଖସଇ ଗୋଡ଼। ଦେବତା ହୋଇଲେ ସୁଦ୍ଧା ନଛାଡ଼ଇ ବିଘ୍ନ ବାଧା, ଯେତେ ସାବଧାନେ ଗଲେ ଖସଇ ଗୋଡ଼। ଯଦି ଦେବତା ହୁଅନ୍ତି ତାଙ୍କ ପାଇଁ ବି ବାଧା ବିଘ୍ନ ରହିଛି। ଏଇ ସାଧାରଣ ମଣିଷ ମାନଙ୍କ ପାଇଁ କହୁଛନ୍ତି, ଏଇ ସମାଜ ପାଇଁ କବି କହୁଛନ୍ତି, ଯଦି ଦେବତା ମାନେ ଏଇ ମର୍ତ୍ତ୍ୟପୁରରେ ଜନ୍ମ ନିଅନ୍ତି ତାଙ୍କ ପାଇଁ ବି ବାଧା ବିଘ୍ନ ରହିଛି। ସିଏ ସେଥିରୁ ବି ଓରି ନାହାନ୍ତି, ଯାହା ଶ୍ରୀରାମଙ୍କ ଜୀବନରେ ଆମେ ଦେଖିଛେ। ସାଧାରଣ ମଣିଷ ଯେଭଳି ଆଚରଣ କରେ, ଭଗବାନ ଏଇ ମର୍ତ୍ତ୍ୟ ଭୂମିରେ ଯେତେବେଳେ ଅବତାର ନିଅନ୍ତି, ସିଏ ବି ସେଇ ସାଧାରଣ ମଣିଷ ଭାବରେ ସେଗୁଡ଼ାକୁ ସବୁ ବରଣ କରିନିଅନ୍ତି। ସବୁ ବାଧା ବିଘ୍ନକୁ ନିଜକୁ ଟାଣି ନିଅନ୍ତି। ନିଜେ ସେଇ ବାଧା ବିଘ୍ନ ଉପରେ କିଭଳି ବିଜୟ ଲାଭ କରିବେ ତା ପାଇଁ ସେ ନିଜେ ବାଟ ଖୋଜି ନିଅନ୍ତି। ସେଇଥିପାଇଁ ଲେଖୁଛନ୍ତି, ଦେବତା ହୋଇଲେ ସୁଦ୍ଧା ନଛାଡ଼ଇ ବିଘ୍ନ ବାଧା। ଦେବତା ଯଦି ବି ହୁଅନ୍ତି ତାହେଲେ ସେମାନଙ୍କ ପାଖରେ ଯେଉଁ ବାଧା ବିଘ୍ନ ଥାଏ ତାକୁ ବି ସେ ଛାଡ଼ିକିରି ଯାଏନି। ଯେତେ ଯାହା ବି କଲେ ସେ ବାଧା ବିଘ୍ନ ପାଖରେ ଜଣେ ପଡ଼ିବ ହିଁ ପଡ଼ିବ। ପୀଡ଼ନା ମନକୁ କେଭେ ଜଡ଼ି ମାୟା ମୋହ ଲୋଭେ, ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼। ଏଇ କଥା କହୁଛନ୍ତି, ପୀଡ଼ନା ମନକୁ କେଭେ ଜଡ଼ି ମାୟା ମୋହ ଲୋଭେ, ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼। ଚିତ୍ତ କହିଲେ ଆମେ ଲେଖିଥିଲେ, ଚିତ୍ତ କହିଲେ କଣ? ମନ। ପୀଡ଼ନା ମନକୁ କେବେ, ପୀଡ଼ନା କଷ୍ଟ ଦିଅ ନା ମନକୁ, କେବେ ହେଲେ ମନକୁ କଷ୍ଟ ଦିଅ ନା। କଣ ପାଇଁ କଷ୍ଟ ଦିଅ ନା? ନା ମାୟା ମୋହ ଲୋଭେ, ମଜି ଯାଇକିରି, ଜଡ଼ି ହେଲା ମଜି ଯିବା, ମାୟା ମୋହ ଲୋଭ, ଯେଉଁ ମାୟା ମୋହରେ ଆମେ ପଡ଼ି ଲୋଭ କରି ତାରି ଭିତରେ ଆମେ ଏତେ ମଜି ଯାଉଛେ ଯେ ଆମେ ଯେତେବେଳେ ମାୟା ମୋହ ଲୋଭରେ ମଜି ଯାଉ, ସେତେବେଳେ କିଏ କଷ୍ଟ ପାଏ? ଆମର ମନଟା କଷ୍ଟ ପାଏ, ଆମ ଚିତ୍ତ କଷ୍ଟ ପାଏ। ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼। ଯଦି ଆମ ମନକୁ ଶକ୍ତ ଭାବରେ, ଦୃଢ଼ ଭାବରେ, ସ୍ଥିର ଭାବରେ ଆମେ ରଖିବା, ତାହେଲେ ଆମକୁ ଏଇ ବାଧା ବିଘ୍ନ କିଛି ରହିବନି। ଆମ ପାଖରେ ସବୁ କୁଆଡ଼େ ମିଳେଇଯିବ। ଆଉ କଣ ହବ ନା, ଯେଉଁ ମାୟା ମୋହ ଲୋଭ ଆମକୁ ଆସି ଆସକ୍ତ କରିଛି, ଆମକୁ ଆସିକିରି ଜଡ଼େଇ ଧରିଛି, ସିଏ ସବୁ ଆମ ପାଖରେ ହାର ମାନିବ। ଯଦି ଆମକୁ ନିଜକୁ ଦୃଢ଼ ରଖିବାକୁ ପଡ଼ିବ। ସେଇ କଥା ରାମାୟଣରେ ବର୍ଣ୍ଣିତ ଅଛି। ତେଣୁ ସେଇ କଥାକୁ ସେ ଲେଖୁଛନ୍ତି,
ରାମ ବନବାସ ଦେଖି ପୀଡ଼ନା ମନକୁ କେବେ ଜଡ଼ି ମାୟା ମୋହ ଲୋଭେ ସବୁ ସୁଖ ମିଳେ ଚିତ କରିଲେ ଦୃଢ଼। ଯଦି ତମେ ମନକୁ ଦୃଢ଼ କରିବ ତାହେଲେ ସଂସାରର ସବୁ ସୁଖ ତମକୁ ମିଳିବ। ଯଦି ମାୟା ମୋହ ଲୋଭ ପଛରେ ଗୋଡ଼େଇବ ଶେଷରେ ଦୁଃଖ ହିଁ କାରଣ ହବ। ଏଗୁଡ଼ା ସବୁ ଆମକୁ ଲୋଭ ଦେଖାଏ କିନ୍ତୁ ଆମକୁ ନେଇ ଆମ ଲକ୍ଷ୍ୟରେ ପହଞ୍ଚେଇ ପାରେନା। ତେଣୁ ଆମ ମନକୁ ଦୃଢ଼ କରି ଆମେ ସେଇ ମାୟା ମୋହ ଲୋଭରୁ ଦୂରେଇ ରହିବା। ରାମ ବନବାସ ଦେଖି ହେ ଦର୍ଶକେ ହୁଅ ସୁଖୀ ସେ ପଦ ପଙ୍କଜେ ଧ୍ୟାଇ କରକୁ ଜଡ଼। ଦେଖ ଗଣକବି ବୈଷ୍ଣବପାଣି ଲେଖୁଛନ୍ତି, ରାମ ବନବାସ ଦେଖି ହେ ଦର୍ଶକେ ହୁଅ ସୁଖୀ ସେପଦ ପଙ୍କଜେ ଧ୍ୟାଇ କରକୁ ଝଡ଼। ରାମଙ୍କର ବନବାସ ଦେଖି ହେ ଦର୍ଶକେ, ସେ ଗୀତିନାଟ୍ୟରୁ ଏଇଠି କଥା ଆସିଛି। ଗୀତିନାଟ୍ୟ ପରିବେଷଣରେ ଦର୍ଶକ ମାନେ ଦେଖନ୍ତି, ସମାଜର ବ୍ୟକ୍ତିମାନେ ବସି ଦେଖୁଥାନ୍ତି, ସେଇମାନଙ୍କ ଉଦ୍ଦେଶ୍ୟରେ ଏଇଟା ଲେଖା ହେଇଛି। ହେ ରାମ ବନବାସ ଦେଖି ହେ ଦର୍ଶକେ ହୁଅ ସୁଖୀ ସେ ପଦ ପଙ୍କଜେ ଧ୍ୟାଇ କରକୁ ଯୋଡ଼। କାହା ପାଦ ତଳେ? କର କହିଲେ ହାତ, କର ଯୋଡ଼ କାହା ପାଖରେ? ସେଇ ଭଗବାନଙ୍କ ପାଖରେ, ଯିଏ ଏଇ ବାଧା ବିଘ୍ନକୁ ନିଜକୁ ଆଦରି ନେଇଛନ୍ତି, ମାୟା ମୋହ ଲୋଭକୁ ତ୍ୟାଗ କରିଛନ୍ତି। ତାଙ୍କରି ରାମ ବନବାସ ଦେଖି ତମେ ସୁଖୀ ହୁଅ। ତାଙ୍କର ବନବାସ ଦେଖି ସୁଖୀ ହୁଅ। ମୁଁ ଏଇଠି ମୋର ଗୋଟେ କଥା ମନେ ପଡୁଛି, ଉତ୍ତରାଖଣ୍ଡ ରାମାୟଣରେ ରହିଛି। ରାମଚନ୍ଦ୍ର ଯେତେବେଳେ ଛୋଟ ପିଲା ହେଇଥିଲେ ତାଙ୍କୁ କୈକେୟୀ ବହୁତ ଭଲ ପାଉଥିଲେ। କୈକେୟୀ ଏତେ ଭଲ ପାଉଥିଲେ ତାଙ୍କ ନିଜ ମା କୌଶଲ୍ୟା ବି ଏତିକି ଭଲ ପାଉନଥିଲେ। କୈକେୟୀଙ୍କର ଜୀବନ ଥିଲେ ଶ୍ରୀରାମଚନ୍ଦ୍ର। କେବଳ କୈକେୟୀ ହିଁ ଖୁଆଇ ଦେଲେ ଶ୍ରୀରାମଚନ୍ଦ୍ର ଖାଉଥିଲେ। ତେଣୁ ଯେତେବେଳେ ଖାଇବା ବେଳ ହୁଏ କୈକେୟୀ ହିଁ ଖୁଆଇ ଦିଅନ୍ତି। କୈକେୟୀ ଖାଇବାକୁ ଥରେ ଯାଉଛନ୍ତି, ଖୁଆଇ ଦେବାକୁ ଡାକୁଛନ୍ତି, ରାମଚନ୍ଦ୍ର ପଛେଇ ପଛେଇ ଯାଉଛନ୍ତି। ସେ ପଛେ ପଛେ ତାଙ୍କୁ ଅନୁସରଣ କରି ଚାଲିଛନ୍ତି। ଏଇଭଳି ରାଜପ୍ରାସାଦରୁ ବହୁତ ଦୂରକୁ ପଳେଇଲେଣି, କିନ୍ତୁ କୈକେୟୀ ତାଙ୍କୁ ଛାଡୁନାହାନ୍ତି, ଖୁଆଇ ଦେବେ। ବହୁତ ଦୂରକୁ ପଳେଇଛନ୍ତି, ଯୋଉଠି କେହି ନାହାନ୍ତି। ସେଇଠି ଶ୍ରୀରାମଚନ୍ଦ୍ର ତାଙ୍କୁ କହୁଛନ୍ତି, ମୁଁ ଖାଇବି, ତମ ହାତରୁ ଖାଇବି, କିନ୍ତୁ ମୋର ଗୋଟେ କଥା ତମକୁ ରଖିବାକୁ ପଡିବ। ତମକୁ ମତେ ବନବାସ ପଠେଇବାକୁ ପଡିବ। ବୁଝିଲେ ନା? ତେଣୁ ଯିଏ ଯାହାକୁ ଯେତେ ଭଲ ପାଏ ତାହାରି ମୁଣ୍ଡରେ ସବୁବେଳେ ତାଙ୍କର ସବୁ ଦାୟିତ୍ୱ ଦେଇ ଦିଅନ୍ତି। ତେଣୁ କୌଶଲ୍ୟା କୈକେୟୀ ଶ୍ରୀରାମକୁ ବହୁତ ଭଲ ପାଉଥିଲେ, ଶ୍ରୀରାମ ବି କୈକେୟୀଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ତାଙ୍କରି ମୁଣ୍ଡରେ ଅଠାଟିକି ବୋଳିଦେଲେ, ଯେ କି କୈକେୟୀ ରାମାୟଣରେ ଗୋଟେ ଭିନ୍ନ ଚରିତ୍ର ହେଲା, ସମସ୍ତଙ୍କ ପାଖରେ ଲାଞ୍ଛନା ସହିଲା, କିନ୍ତୁ ସେ ଭଗବାନଙ୍କର କାମ କଲା। କାରଣ ଭଗବାନ କହିଥିବା କଥା ରଖିଲେ। ସେ ହଉଛି ଚରିତ୍ର। ରାମାୟଣର ବହୁତ ଚରିତ୍ର, ସବୁ ଚରିତ୍ର ଗୁଡାକ ସବୁ ଅଲଗା ଅଲଗା। ତାଙ୍କ ବିଷୟରେ ଆମେ ବାହାରୁ ଯଦି ଆମେ ରାମାୟଣଟାକୁ ଦେଖିବା, ସବୁ ଚରିତ୍ର ଆମକୁ ଠିକରେ ଆମେ ବୁଝିପାରିବାନି, କିନ୍ତୁ ଭିତରିଆ ଯଦି ଆମେ ଜାଣିବା ସବୁ ରହସ୍ୟ ସେଇ ଲୀଳାମୟଙ୍କର। ସେ ଲୀଳା କରିକିରି ସବୁ କଥା କହୁଛନ୍ତି, କରିଛନ୍ତି ସେ ନିଜେ, କିନ୍ତୁ ଅନ୍ୟର ଚରିତ୍ର ମାଧ୍ୟମରେ ସମାଜରେ
କିଭଳି ସତ୍ୟର ଉଦ୍ଘାଟନ ହେବ, ସତ୍ୟ ପଥରେ ସମାଜ କିପରି ପରିଚାଳିତ ହେବ, ସେଇ କଥାକୁ ହିଁ ସେ ରଖିବାକୁ ଯାଇ ଏଗୁଡ଼ାକ କରିଛନ୍ତି। ସେଇଥିପାଇଁ କହୁଛନ୍ତି, ଗଣକବି ବୈଷ୍ଣବ ପାଣି ଲେଖୁଛନ୍ତି, ହେ ଦର୍ଶକ ସୁଖୀ ହୁଅ, ଏଇ ରାମାୟଣ ର ରାମ ବନବାସ ଦେଖିକିରି ତମେ ସୁଖୀ ହୁଅ। ସୁଖୀ ହୁଅ କେମିତି ସୁଖୀ ହୁଅ? ନା ତାଙ୍କରି ପାଦ ପଦ୍ମରେ ସବୁବେଳେ କର ଅଞ୍ଜଳି ଜାଡ଼ି ପ୍ରଣାମ କର। ମୂଢ଼ ବୈଷ୍ଣବ ଆସ କରିଛି ହେବାକୁ ଦାସ, ଯାଜକେ ଜିଣିଲା ହନୁ ସୁବର୍ଣ୍ଣ ଗଡ଼। ଏସବୁ ଗୀତିନାଟ୍ୟରୁ ଆସିଛି। କଥା ଗୁଡ଼ାକ, ପଦ ଗୁଡ଼ାକ, ଶବ୍ଦ ଗୁଡ଼ାକ, ସବୁ ଲେଖା ଗୁଡ଼ାକ ସେଇଭଳି ତାଙ୍କର। ମୂଢ଼ ବୈଷ୍ଣବ ଆସ କରିଛି ହେବାକୁ ଦାସ, ଯାଜକେ ଜିଣିଲା ହନୁ ସୁବର୍ଣ୍ଣ ଗଡ଼। ଆସ କହିଲେ ଅଭିଳାଷ। ଏଇ ମୂଢ଼ କାହାକୁ କହୁଛନ୍ତି? ନା ନିର୍ବୋଧ ଜ୍ଞାନହୀନ ଯେଉଁମାନେ, ସେମାନେ ହେଉଛନ୍ତି ମୂଢ଼ ବୋଲି ଏଠି କବି ଲେଖୁଛନ୍ତି। କବି ନିଜକୁ ନିଜେ ଜ୍ଞାନହୀନ ବୋଲି, ନିର୍ବୋଧ ବୋଲି ପ୍ରତିପାଦନ କରୁଛନ୍ତି। ହେ ଭଗବାନ, ମୋର ଏଇ ଅଭିଳାଷ, ଏଇ ଜ୍ଞାନହୀନ ନିର୍ବୋଧର ଅଭିଳାଷ ରଖ। କଣ ରଖିବ? ନା କରିଛି ହେବାକୁ ଦାସ, ଯାଜକେ ଜିଣିଲା ହନୁ ସୁବର୍ଣ୍ଣ ଗଡ଼। ଯାହା ଯୋଗୁ ଗୋଟେ ବାନର ସୁବର୍ଣ୍ଣ ଲଙ୍କାପୁରୀ ଯେଉଁ ତାକୁ ବି ଜିତି ଦେଇ ଆସିଲା, କାହା ପାଇଁ? ସେଇ ଶ୍ରୀରାମଚନ୍ଦ୍ରଙ୍କ ପାଇଁ। ତେଣୁ ଯାଜକେ ଜିଣିଲା ହନୁ ସୁବର୍ଣ୍ଣଗଡ଼। ଯା ଯୋଗୁ, କାହା ଯୋଗୁ? ନା ଶ୍ରୀରାମଚନ୍ଦ୍ରଙ୍କ ଯୋଗୁ। ଶ୍ରୀରାମଙ୍କ ନାଁ ଧରିକିରି 7 ସମୁଦ୍ର ପାରି ହେଇଗଲା। ଶ୍ରୀରାମଙ୍କ ନାଁ ଧରି ଲଙ୍କାଗଡ଼ ଜିତିଗଲା। ତେଣୁ ତାଙ୍କରି ପାଦ ପଦ୍ମରେ ଏଇ ଜ୍ଞାନହୀନ ନିର୍ବୋଧଟିକୁ ଦାସ କରିକିରି ରଖ। ମତେ ତାଙ୍କରି ପାଦ ତଳେ ଦାସ ହେଇକିରି ମୁଁ ରହିବି। ଏ କଥା ଗଣକବି ଲେଖୁଛନ୍ତି। ଏବେ ତ ଆମେ କବିତାଟିକୁ ବୁଝିଲେ। ଆଉ ଯଦି କିଛି ରହିଥିବ ମତେ ପଚାରିବ, ମୁଁ କହିବି। କିନ୍ତୁ ଆମେ ଟିକେ କିଛିଟା ସମୟ ଆଜି ଅଛି, ପ୍ରଶ୍ନ ଉତ୍ତର ଅଭ୍ୟାସ କାର୍ଯ୍ୟର କିଛି କରିବା। ତାହେଲେ ମୁଁ କଷ୍ଟ ଶବ୍ଦ ଗୁଡ଼ାକ ତ ସବୁ ଲେଖି ନେଇଥିଲ। ତେଣୁ ଅଭ୍ୟାସ କାର୍ଯ୍ୟ ପାଇଁ ଆମେ ଏବେ ଦେଖିବା। ଅଭ୍ୟାସ କାର୍ଯ୍ୟ। ଏକ ନମ୍ବର କ ଶ୍ରୀରାମଙ୍କ ପିତାଙ୍କ ନାମ କଣ? ତମେ ତ ସବୁ ଜାଣିଛ, ତଥାପି ମୁଁ ଖାଲି ସର୍ଟରେ ଲେଖୁଛି, ତମେ ପୂର୍ଣ୍ଣ ବାକ୍ୟରେ ଲେଖିବ। ଦଶରଥ। ରାମଙ୍କ ସହିତ ଆଉ କିଏ କିଏ ବନବାସକୁ ଯାଇଥିଲେ? ମୁଁ କହିଛି ସର୍ଟରେ ଲେଖିବି। ମାତା ସୀତା ଦେବୀ, ଓ ଭ୍ରାତା ଲକ୍ଷ୍ମଣ। ଭରତକୁ ପ୍ରବୋଧନ ଦେବା ପାଇଁ ରାମ କଣ କରିଥିଲେ? ଭରତକୁ ପ୍ରବୋଧନ ଦେବା ପାଇଁ ରାମ କଣ କରିଥିଲେ?
लिखि दउची भ्राता भरतଙ୍କୁ प्रबोधन देबाकू अग्रज श्रीरामचंद्र निजर पादुका अर्पण करथिले। तापर नेक्स्ट क्वेश्चन कौन दशरथक प्राणत्याग घटना को क्यों विषय सूचना मिले। दशरथंकर प्राणत्याग हला कहीं कि कहबो ताले तमे तो सब रामायण तो जानिच देख दशरथ प्राणप्रिय पुत्र श्रीराम का विच्छेद रे जो मृत्युवरण कले से कथा एठी लिखाई घ प्राणप्रिय पुत्र श्रीराम का विच्छेद रे दशरथंका प्राण त्याग को पिता पुत्र मध्यरे थिबा दृढ़ स्नेह बंधनर परिचय मिले। नेक्स्ट क्वेश्चन कौन सेपद पंकज ध्याई करकु जोड़ यह किए कहिसेंती आकु किए कहिसेंती आकु कवि वैष्णव प्राणी कवि गण कवि वैष्णव लिखिदेव वाक्यटारे पूरा ये गला 1 नंबर 2 नंबर आमे देखिबा आस 2टी वाक्य आमे लिखिबा शिक्षा दीक्षा कविता रे
ରାମାୟଣ ବର୍ଣ୍ଣିତ କେଉଁ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି? ଆମେ ଶିକ୍ଷା ଦୀକ୍ଷା କବିତାଟି ଯେଉଁ ପାଠ କଲେ ରାମାୟଣର କେଉଁ ଘଟଣାର ପରବର୍ତ୍ତୀ କଥା ନିଆଯାଇଛି? ଶିକ୍ଷା ଦୀକ୍ଷା କବିତାରେ କବି ବୈଷ୍ଣବପ୍ରାଣୀ ରାମାୟଣର ରାମ ସୀତାଙ୍କର ବିବାହର ପରବର୍ତ୍ତୀ କଥା, କୈକେୟୀଙ୍କର ବର ପ୍ରାର୍ଥନା, ରାମଙ୍କର ରାଜ୍ୟାଭିଷେକ ଆୟୋଜନ, ନୈରାଶ୍ୟମୟ ଚିତ୍ର ପରବର୍ତ୍ତୀ ପ୍ରସଙ୍ଗ ଆଡ଼କୁ ହୋଇ ବନବାସ ଯିବା ଚିତ୍ରକୁ ଉପସ୍ଥାପନ କରାଇଛନ୍ତି। ତିନୋଟି କଥା ଦେଖ, ମୁଁ ତିନିଟା କଥା ଲେଖୁଛି, ଲିଭେଇ ଦେଉଛି। এটা 2 নম্বর ক। ପ୍ରଥମ କଥା ହେଉଛି ତମେ ପୁରା ବାକ୍ୟରେ ଲେଖିବ, ମୁଁ ଖାଲି ଠାରି ଦଉଛି। ରାମ ସୀତାଙ୍କର ବିବାହ। ତାପର କଥା କଣ ରହିଛି? କୈକେୟୀଙ୍କ ବର ପ୍ରାର୍ଥନା, ଆଉ କଣ ରହିଲା? ରାମଙ୍କର ରାଜାଭିଷେକ। ରାଜାଭିଷେକର କଣ ହେଇଛି? ନୈରାଶ୍ୟ। ନୈରାଶ୍ୟମୟ ଚିତ୍ର ପରେ କଣ ଆସୁଛି? ରାମ ବନବାସ। ଏଇ କଥା ଏଠି କୁହାଯାଇଛି। ତାର ପୂର୍ବବର୍ତ୍ତୀ କଥା ଗୁଡାକ ଏଗୁଡାକ। ରାମ ସୀତାଙ୍କର ବିବାହ, କୈକେୟୀଙ୍କର ବର ପ୍ରାର୍ଥନା, ରାମଙ୍କର ରାଜ୍ୟାଭିଷେକ, ନୈରାଶ୍ୟ। ନୈରାଶ୍ୟ ମାନେ ଯେତେବେଳେ ଅଯୋଧ୍ୟାବାସୀ ଆନନ୍ଦରେ ମୁଖରିତ, ଶ୍ରୀରାମଚନ୍ଦ୍ର ଅଯୋଧ୍ୟାର ରାଜା ହେବେ, ସେତେବେଳେ ଏଇ ଯେଉଁ ଦୁଃସମ୍ବାଦ ପହଞ୍ଚିଛି, ସମସ୍ତଙ୍କ ଭିତରେ ନୈରାଶ୍ୟ ଖେଳି ଯାଇଛି। ସେଇ କଥା ଏଠି କହୁଛନ୍ତି। ତାପରେ ହଉଛି ଭାଇରେ ଭାଇରେ ସ୍ନେହ କେମତେ ଦେଖିଲ କହ, ଏଠାରେ କେଉଁ କେଉଁ ଭାଇଙ୍କ ବିଷୟରେ କୁହାଯାଇଛି? ତମେ ତ ଜାଣିଲ, ଯୋଉ ଦଶରଥଙ୍କର 4 ପୁତ୍ର, ସେଇମାନଙ୍କ କଥା ଏଠି ଉଲ୍ଲେଖ କରାଯାଇଛି। ରାମ, ଲକ୍ଷ୍ମଣ, ଭରତ। 4 ଭାଇ ଥିଲେ ବି 3 ଭାଇଙ୍କ କଥା ଏଠି କୁହାଯାଇଛି। ଶତ୍ରୁଘ୍ନଙ୍କ କଥା ଏଥିରେ ସ୍ଥାନ ପାଇନି। ଲକ୍ଷ୍ମଣ ନିଜର କିଭଳି ତାଙ୍କର ସ୍ନେହ ମମତା, ଅଗ୍ରଜଙ୍କ ପ୍ରତି ତାଙ୍କର ଏତେ ସମ୍ମାନ, ବିବାହର ନବବିବାହିତା ସ୍ତ୍ରୀକୁ ଘରେ ଛାଡ଼ି ସେ ଭାଇଙ୍କ ସାଙ୍ଗରେ ବନଗମନ କରିଛନ୍ତି, ସେଇ କଥା ଏଠି ଅଛି। କଣ ପାଇଁ ଯାଉଛନ୍ତି? ନା ଭାଇ ଆଉ ଭାଇଙ୍କ ପତ୍ନୀ ଏମାନଙ୍କର ସେବା କରିବା ପାଇଁ
ଲକ୍ଷ୍ମଣ ଯାଉଛନ୍ତି ନିଜ ସ୍ତ୍ରୀ କି କହିକିରି। କିନ୍ତୁ ରାମାୟଣ ତ ତମେ ଜାଣିଥିବ, ଶୁଣିଥିବ। ଲକ୍ଷ୍ମଣ ବନକୁ ଯାଇ ଯୋଉ ଭଳି ଜୀବନ ବିତେଇଛନ୍ତି ଫଳ ଆହରଣ କରି, ସେଇଭଳି ଲକ୍ଷ୍ମଣଙ୍କ ସ୍ତ୍ରୀ ଉର୍ମିଳା ବି, ସିଏ ବି ରାଜପୁରରେ ରହିଲେ ବି ସିଏ ସେଇଭଳି ସ୍ୱାମୀ ତାଙ୍କର ଯୋଉ ଆହାର ବନରେ ରହି କରିଛନ୍ତି, ଇଏ ସେଇଭଳି ଜୀବନ ବିତେଇଛନ୍ତି। ଇଏ ହଉଛି ରାମାୟଣର ଗୋଟେ ଗୋଟେ ବହୁତ ବଢିଆ ଚରିତ୍ର। ତମେ ସବୁ ଯେତେବେଳେ ପଢିବ ତ ବହୁତ ଭଲ ଲାଗିବ। ତାପରେ କଣ ରହିଛି ଏଇଟା ନିଜେ ଲେଖି ନେବ। ଚିତ୍ତ ଗୁଢ଼ କରିବା ନିମନ୍ତେ କବି ପରାମର୍ଶ ଦେବାର କାରଣ କଣ? ଚିତ୍ତ ଦୃଢ଼ କରିବ। କବି ଯୋଉ ପଦ୍ୟରେ ଆମର କହିଛନ୍ତି, ପୀଡ଼ନା ମନକୁ କେବେ ଜଡ଼ି ମାୟା ମୋହ ଲୋଭେ, ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼। ଏଇ ଲୋଭ ମୋହ ମାୟା ରେ ତମେ ନ ପଡ଼ି ଯଦି ମନକୁ ଦୃଢ଼ କରିବ, ସ୍ଥିର କରିବ, ତାହେଲେ ତମକୁ ସଂସାରର ସବୁ ସୁଖ ମିଳିବ। ଯଦି ଲୋଭ ମୋହ ମାୟାରେ ତମେ ପଡ଼ିଯିବ, ତାହେଲେ ସେସବୁ କିଛି, ଏଇ ଯୋଉ ପ୍ରଲୋଭନ ଆସି ଆମ ଆଖି ଆଗରେ ନାଚୁଛି, ତା ଦେହରୁ ସେ ଆପେ ଆପେ ପୁଣି ଦୁଃଖରେ ପରିଣତ ହେଇଯିବ। କବି କାହାର ଦାସ ହେବା ପାଇଁ ଅଭିଳାଷ ପୋଷଣ କରିଛନ୍ତି? ସେଇ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଭଗବାନ ତ୍ରେତୟା ଯୁଗର, ତାଙ୍କରି କଥା ବର୍ଣ୍ଣନା କଲାବେଳେ ତାଙ୍କରି ଦାସ ହେବାକୁ, ତାଙ୍କରି ପାଦ ପଦ୍ମରେ ନିଜକୁ ମିଳେଇ ଦେବା ପାଇଁ, ମନଟା ସବୁବେଳେ ତାଙ୍କରି ପାଦ ପଦ୍ମରେ ରଖିବା ପାଇଁ କବି ଅଭିଳାଷ କରିଛନ୍ତି। ତାପରେ କ୍ୱେଶ୍ଚିନ୍ ରହିଛି, କାହା କରୁଣାରୁ ହନୁମାନ ସୁବର୍ଣ୍ଣ ଗଡ଼କୁ ଜିଣି ପାରିଥିଲେ? ଲାଷ୍ଟ ଧାଡ଼ିରେ କୁହାଯାଇଛି, ଆମ ପଦ୍ୟର ଲାଷ୍ଟ ଧାଡ଼ି, ଯାଜକେ ଜିଣିଲା ହନୁ ସୁବର୍ଣ୍ଣ ଗଡ଼। କାହା ଯୋଗୁ ଜିଣିଲା? ନା, ଶ୍ରୀରାମଚନ୍ଦ୍ରଙ୍କ ଯୋଗୁ। ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ନାଁ ଧରିକିରି ସବୁ ପାର ହେଇଗଲା। ତେଣୁ ନାମରେ ଏତେ ମହତ୍ଵ ଯଦି, ତାହେଲେ ସେଇ ତାଙ୍କରି ଯୋଗୁ ସୁବର୍ଣ୍ଣ ପୁର ଲଙ୍କାପୁରୀକି ଯଦି ଜିତିଗଲା, ତାହେଲେ ଆମେ ଯଦି ତାଙ୍କରି ପାଦ ପଦ୍ମରେ ନିଜର ମନକୁ ନିବେଶ କରିବା, ତାଙ୍କର ଦାସ ହେଇଯିବା, ତାହେଲେ ଆମେ ସଂସାରର ସବୁ ସୁଖ ପାଇଯିବା। ଏଇ କଥା କବି ଏଠାରେ ଉଲ୍ଲେଖ କରିଛନ୍ତି। ଏଇଟା ନିଜ ଭାଷାରେ ଟିକେ ବଡ଼ ବଡ଼ ବହୁତ ଲେଖିବାକୁ ପଡ଼ିବ, ମୁଁ ସେଥିପାଇଁ ଲେଖିଲିନି, କହିଦେଲି। ଯଦି କାହାର କିଛି ଅସୁବିଧା ହେବ ତାହେଲେ ଫୋନରେ ପଚାରିଲେ ମୁଁ କହିଦେବି। ତାହେଲେ ଆଜି ତ ସମୟ ହେଇଯାଇଛି, ଆମେ ଏଇ 2 ନମ୍ବର ପର୍ଯ୍ୟନ୍ତ ଆଲୋଚନା କରି ଛାଡ଼ିବା। 3 ନମ୍ବର ରହିଛି ଲଙ୍ଗ ଟାଇପ୍ କ୍ୱେଶ୍ଚିନ୍। ଆମେ ଯାହା ବିଷୟରେ ଆଲୋଚନା କରିଛେ ସେଗୁଡ଼ାକର ଆନ୍ସର ତମେ ଦେବ, ସେଗୁଡ଼ାକ ନିଜେ ଲେଖିନେବ। ନେକ୍ସଟ ପିରିୟଡ଼କୁ ଆମେ ସରଳାର୍ଥ ଲେଖିବା। ଏବେ ସମୟ ହେଇଯାଇଛି, ଆମେ ଯିବା। ଅରଭର।